ନମସ୍କାର। ଆରମ୍ଭ କରିବାକୁ ଯାଉଛୁ ଆଜିର ଓଡ଼ିଆ କାର୍ଯ୍ୟକ୍ରମ ଶାନ୍ତିଦାତା। ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡ଼ି ଚାଲିଛି ଏହି ସମୟର ଚକ, ଆଉ ତା ସହିତ ତାଳ ଦେଇ ବଢ଼ି ଚାଲିଛି ମଣିଷର ଅଗଣିତ ପାପ। ଏହି ଅସାର ଆଉ ଅଶାନ୍ତ ପୃଥିବୀର ମୋହମାୟାରେ ଥାଇ ସେ ଦେଖୁଛି ବଞ୍ଚିବାର ଏକ ବୃଥା ସ୍ୱପ୍ନ। ମରୀଚିକାପୂର୍ଣ୍ଣ ଏହି ଜଗତର ଚାରିଆଡ଼େ କେବଳ ହାହାକାର ଆଉ କ୍ରନ୍ଦନ। ଆଖିରେ ନିଦ ନାହିଁ କି ପାପ ଆଉ ପୁଣ୍ୟର ଅର୍ଥ ଖୋଜିବାକୁ ମଣିଷର ବେଳ ନାହିଁ। ଜୀବନ ଯନ୍ତ୍ରଣାର ମରୁବାଲିରେ ଛିଡ଼ା ହେଇ ସେ ଆଜି ଶାନ୍ତି ପାଇଁ ବ୍ୟାକୁଳ। ସତରେ କିଏ ଦେବ ଶାନ୍ତି, କିଏ ଦେବ ମୁକ୍ତି? ହଁ ବନ୍ଧୁଗଣ, ଶାନ୍ତିଦାତା, ଶାନ୍ତିର ରାଜକୁମାର ସେଇ ସରଗ ନନ୍ଦନ ପ୍ରଭୁ ଯୀଶୁ ହିଁ କେବଳ ଶାନ୍ତି ଦେଇପାରନ୍ତି। ତେବେ ଆସନ୍ତୁ, ପରିତ୍ରାଣର ଆନନ୍ଦ ଆଉ ଜୀବନରେ ଶାନ୍ତିକୁ ଅନୁଭବ କରିବା ପାଇଁ ଆଜିର ଏହି ଓଡ଼ିଆ କାର୍ଯ୍ୟକ୍ରମ ଶୁଣିବା ଶାନ୍ତିଦାତା। প্রিয় শ্ରୋତାବନ୍ଧୁ ମାନଙ୍କୁ ନମସ୍କାର ଜଣାଇ ଆରମ୍ଭ କରିବାକୁ ଯାଉଛୁ ଆଜିର ବେତାର କାର୍ଯ୍ୟକ୍ରମ ଶାନ୍ତିଦାତା। ପୁଣି ଥରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣମାନଙ୍କ ସହିତ ସହଭାଗିତାରେ ଆସିଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ପ୍ରିୟ ବନ୍ଧୁଗଣ, ମୁଁ ଥରେ ଉତ୍ତର ପୂର୍ବାଞ୍ଚଳର ଏକ ଦୁର୍ଗମ ଗିରିପଥ ଦେଇ ଯାତ୍ରା କରୁଥିଲି। ବସ୍ରେ ଯିବା ସମୟରେ ମୁଁ ସେହି ଗିରିପଥର ସଂକୀର୍ଣ୍ଣତା ବିଷୟରେ ଚିନ୍ତା କରୁଥିଲି। ଗୋଟେ ପାଖରେ ପାହାଡ଼ ତ ଆଉ ଗୋଟେ ପାଖରେ ଗଭୀର ଖାଇ, ତା ମଧ୍ୟରେ ଅଣଓସାରିଆ ପଥରେ ବସ୍ଟି ଧୀରେ ଧୀରେ ଆଗେଇ ଚାଲିଛି। ମୁଁ ଭାବୁଥିଲି, ଯଦି ଏ ବସ୍ଟି ସେଇ ଖାଇରେ ଖସି ପଡ଼ିବ ତାହେଲେ ଆମର ଅବସ୍ଥା କ'ଣ ହେବ? ସତରେ ବଡ଼ ଭୟାନକ ସେଇ ପରିକଳ୍ପନା ବା ଭାବନା। କିନ୍ତୁ ଶେଷରେ ମୁଁ ଏବଂ ମୋର ସହଯାତ୍ରୀମାନେ ଯେଉଁ ଉପତ୍ୟକା ବା ଲକ୍ଷ୍ୟସ୍ଥଳରେ ପହଞ୍ଚିଲୁ ତାହା ଅତୀତ ରୋମାଞ୍ଚକ, ରମଣୀୟ ଓ ମନ୍ତ୍ରମୁଗ୍ଧକାରୀ ସ୍ଥାନ ଥିଲା। ପ୍ରକୃତରେ ଏହି ନୈସର୍ଗିକ ସ୍ପର୍ଶ ଭରି ରହିଥିଲା, ଯେପରି ସେହି ସ୍ଥାନର ପ୍ରତ୍ୟେକଟି କୋଣ ଓ ଅନୁକୋଣରେ। ବହୁତ ଆନନ୍ଦ ଅନୁଭବ କଲି ମୁଁ ସେଠାରେ। ଦୁର୍ଗମ ସଂକୀର୍ଣ୍ଣ ଗିରିପଥ, ଯେଉଁଥିରେ କି ପ୍ରତି ପଦକ୍ଷେପରେ ବିପଦ ଥିଲା, ଭୟ ଆଉ ଉତ୍କଣ୍ଠା ଥିଲା, ତା ଶେଷରେ ଏକ ସୁନ୍ଦର ବିଷୟ ଯେ ଅପେକ୍ଷା କରି ରହିଥିବ ସେ କଥା ମୁଁ ଭାବିପାରିନଥିଲି। ମୋ ଚିନ୍ତାରେ, ମୋ ଭାବନାରେ ବାହାରେ ମୋ ପାଇଁ ସୁଖ ଓ ଆନନ୍ଦ ଯେପରି ଅପେକ୍ଷା କରି ରହିଥିଲା। ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଲେଖାଯାଏ, ସଂକୀର୍ଣ୍ଣ ପଥ ଦେଇ ପ୍ରବେଶ କର, କାରଣ ପ୍ରଶସ୍ତ ପଥ ବା ଓସାରିଆ ପଥ ହେଉଛି ବିନାଶର ପଥ, ଏବଂ ସେହି ବିନାଶ ପଥରେ ଆଜି ଅଧିକ ଯାତ୍ରା ଯିବାରେ ଲାଗିଛନ୍ତି। ଓସାରିଆ ପଥରେ କାହିଁକି ଅଧିକ ଲୋକେ ଯିବା ଆସିବାକୁ ପସନ୍ଦ କରନ୍ତି? କାରଣ ସେଥିରେ ମୁକ୍ତ ବା ସ୍ୱାଧୀନ ଭାବରେ ବିତରଣ କରିବାକୁ ମିଳିଥାଏ। ସେଥିରେ ଭୋଗବିଳାସ ତଥା ଅବାଞ୍ଛିତ ପଦକ୍ଷେପକୁ ବାଧା ଦେବାର ପ୍ରସ୍ତର ନଥାଏ। ଜୀବନକୁ ସଂଯତ ନିୟନ୍ତ୍ରଣ କରିବା ପାଇଁ କୌଣସି ପଥ ନିର୍ଦ୍ଦେଶ ନଥାଏ। ନିଜର ଅବାରିତ ଗତିକୁ ରୋକିବା ପାଇଁ କୌଣସି ସ୍ପିଡ୍ ବ୍ରେକର ନଥାଏ। ଫଳରେ ଦୁର୍ଘଟଣା ଘଟିବା ପାଇଁ ସାର କଥା ହୋଇଥାଏ। ଓସାର ପଥ ଏକ ନିୟନ୍ତ୍ରଣ ବିହୀନ ମାର୍ଗ ଅଟେ।
ଯେଉଁଥିରେ କେହି କାହାକୁ ମାନନ୍ତି ନାହିଁ କି କାହାକୁ ଭୁଲନ୍ତି ନାହିଁ, ଯେ ଯାହାର ବାଟରେ ଲଗାମହୀନ ଭାବରେ ବିତରଣ କରନ୍ତି। ଅତଏବ ଏକ ବିଶୃଙ୍ଖଳିତ ଜୀବନର ସବୁକିଛି ବିଷୟ ଏଥିରେ ପ୍ରତିଫଳିତ ହୋଇଥାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ପଥ, ସତ୍ୟ ଓ ଜୀବନ ଅଟନ୍ତି। ପବିତ୍ର ଧର୍ମଶାସ୍ତ୍ର ବାଇବଲରେ ପ୍ରଭୁ ଯୀଶୁଙ୍କୁ ଏକମାତ୍ର ପଥ ଭାବରେ ବର୍ଣ୍ଣନା କରାଯାଇଛି। ସେ କ'ଣ ରାଜପଥ ବା ଗଳି କନ୍ଦିର ସଂକୀର୍ଣ୍ଣ ପଥ? ନା, ସେ ରାଜପଥ ନୁହନ୍ତି କି ସଂକୀର୍ଣ୍ଣ ପଥ ନୁହନ୍ତି। ସେଥିପାଇଁ ଲୋକ ଯିବା ଆସିବା କରନ୍ତି ବା ଯାନବାହନ ଚଳପ୍ରଚଳ କରେ, କିନ୍ତୁ ସେ ହେଉଛନ୍ତି ଅନନ୍ତ ଜୀବନର ପଥ, ଆତ୍ମିକ ଜୀବନର ପଥ। କାରଣ ଜୀବନ ଏକ ଯାତ୍ରା ପରି, ଆଉ ଆମ ପାଇଁ ଆତ୍ମିକ ଜୀବନର ଏହି ଯାତ୍ରାକୁ ସୁନିଶ୍ଚିତ ଓ ସୁନିୟନ୍ତ୍ରିତ କରିବା ପାଇଁ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ପଥରେ ଯାତ୍ରା କରିବାକୁ ସେ ଆମକୁ ଆହ୍ୱାନ କରିଛନ୍ତି। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଙ୍କ ପଛରେ ବା ତାଙ୍କ ନିର୍ଦ୍ଦେଶିତ ପଥରେ ଚାଲିବା ଏତେ ସହଜ କଥା ନୁହେଁ। କାରଣ ସେ ପଥରେ ଅଛି ଦୁଃଖ, ନିନ୍ଦା, ଅପମାନ, କଷ୍ଟ, ଆହୁରି ଅନେକ ଯନ୍ତ୍ରଣା ରହିଛି, ଯାହାକୁ ଅତିକ୍ରମ କରି ଯିବା ବଡ଼ କଷ୍ଟକର ବିଷୟ ଅଟେ। କିନ୍ତୁ ଯେ ସେ ସବୁ ସହିପାରିଛି ଏବଂ ତାକୁ ଅନୁସରଣ କରିବାର କ୍ଷାନ୍ତି ହେବ ନାହିଁ, ସେ ହିଁ ଅନନ୍ତ ଜୀବନର ଅଧିକାରୀ ହୋଇପାରିବ। ସେଦିନ ମୋ ଯାତ୍ରା ଶେଷରେ ମୁଁ ଦେଖିଲି ଏକ ରମଣୀୟ ଦୃଶ୍ୟ, ଏକ ପରିବେଶ। ଯଦି ପୃଥିବୀର ଏହି ଯାତ୍ରାର ସେଥିରେ ଏତେ ସୁନ୍ଦର ବିଷୟ ଅଛି, ତେବେ ଆତ୍ମିକ ଯାତ୍ରାର ସେହି ସଂକୀର୍ଣ୍ଣ ପଥର ବିଷୟ ଶେଷରେ କେତେ ଅଧିକ ସୁନ୍ଦର ବିଷୟ ନଥିବ? ମୁଁ ବସି ବସି ଭାବୁଥିଲି ଏହି ଜୀବନଯାତ୍ରାର ଯାତ୍ରୀ ଭାବରେ। ହଁ ବନ୍ଧୁଗଣ, ପ୍ରଶସ୍ତ ପଥରେ ଆଜି ଅଧିକ ଯାତ୍ରୀ ଚାଲିଛନ୍ତି ସତ, ହେଲେ ସେମାନଙ୍କର ପରିଣତି ବିଷୟରେ ସେମାନେ ଭାବନ୍ତି ନାହିଁ ବା ଜାଣନ୍ତି ନାହିଁ। ସେ ପଥରେ ପ୍ରାଚୁର୍ଯ୍ୟ ଅଛି, ହେଲେ ପ୍ରାଣ ନାହିଁ। ଭୋଗବିଳାସ ଅଛି, ହେଲେ ଶାନ୍ତି ନାହିଁ। ଜାଗତିକ ବିଷୟର ଭଣ୍ଡାର ଅଛି, ହେଲେ ନିଜ ଆତ୍ମିକ ଜୀବନ ହରାଇବାର ସମ୍ଭାବନା ଅଛି। ତେଣୁ ଶୟତାନର ଆକର୍ଷଣରେ ଟାଣି ହୋଇ ସେ ପଥରେ ଯିବା ଚେଷ୍ଟା କରନ୍ତୁ ନାହିଁ। ସତ୍ୟକୁ ଜାଣନ୍ତୁ, ସତ୍ୟକୁ ଜଣାଇବା ପାଇଁ, ଅନୁଭବ କରିବା ପାଇଁ ସେହି ସତ୍ୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ସେ ଶକ୍ତି ଦେବେ, ସାମର୍ଥ୍ୟ ଦେବେ। ଫଳରେ ଆପଣଙ୍କ ମନୋନୟନର ମାର୍ଗ ସଠିକ୍ ନିର୍ଭୁଲ ହୋଇପାରିବ ଏବଂ ଆପଣ ଅନନ୍ତ ଜୀବନର ସଂକୀର୍ଣ୍ଣ ମାର୍ଗରେ ନିର୍ଭୟରେ ଚାଲିବେ ଏବଂ ସ୍ୱର୍ଗ ରାଜ୍ୟର ସେହି ସୁନ୍ଦର ଅନୁଭୂତି ମଧ୍ୟରେ ବାସ କରିବାର ଯୋଗ୍ୟତା ପାଇବେ। ପ୍ରଭୁ ତାଙ୍କର ବାକ୍ୟ ଶୁଣିବାରେ ଏବଂ ବୁଝିବାରେ ଆପଣଙ୍କୁ ବିଶେଷ ଭାବରେ ସାହାଯ୍ୟ କରନ୍ତୁ, ଯେପରି ଆପଣ ପ୍ରଶସ୍ତ ପଥକୁ ନ ଯାଇ ସଂକୀର୍ଣ୍ଣ ପଥର ଯାତ୍ରୀ ହେବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତାବନ୍ଧୁ, ଶୁଣିଲେ ତ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆଜିର ଏହି ବିଷୟଟି ଶୁଣିଲା ପରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତାହେଲେ ଆମକୁ ପତ୍ର ଲେଖନ୍ତୁ। ଆମେ ଆପଣଙ୍କ ନିକଟକୁ ପୁସ୍ତକଟିଏ ପଠାଇବାକୁ ଚେଷ୍ଟା କରିବୁ। ଆମ ସହିତ ଯୋଗାଯୋଗ କରିବାର ଠିକଣା ହେଲା ଗୁଡ୍ ନ୍ୟୁଜ୍ ଆୱାର, ପୋଷ୍ଟ ବକ୍ସ ନମ୍ବର 56, କଟକ 753001। ଠିକଣାଟି ଆଉଥରେ କହିଦେଉଛି, ଗୁଡ୍ ନ୍ୟୁଜ୍ ଆୱାର, ପୋଷ୍ଟ ବକ୍ସ ନମ୍ବର 56, କଟକ 753001। ତାହେଲେ ଆଜି ପାଇଁ ଏତିକି। ଆସନ୍ତା ସପ୍ତାହରେ ଠିକ୍ ଏଇ ଦିନ ଏଇ ସମୟରେ ପୁଣି ସାକ୍ଷାତ ହେବ। ଏବେ ବିଦାୟ ଦିଅନ୍ତୁ। ନମସ୍କାର।
কোটি কণ্ঠ ঝরি পড়ে তুম জয় গীত, তুম জয় গীত। কোটি কণ্ঠ ঝরি পড়ে তুম জয় গীত, তুম জয় গীত। তুম নামে সত জানু, তুম নামে সত জানু। হুয়ে পুরি নত, হুয়ে পুরি নত। কোটি কণ্ঠ ঝরি পড়ে তুম জয় গীত, তুম জয় গীত। রাজাধিরাজন তুমে পতিত পাবন, পতিত পাবন। এ জগতে পথ সত্য তুমে হি জীবন, তুমে হি জীবন। রাজাধিরাজন তুমে পতিত পাবন, এ জগতে পথ সত্য তুমে হি জীবন। দয়ার সাগর তুমে প্রেমর আধার, প্রেমর আধার। ক্ষমার কাকর তুমে করুণা নির্ঝর, করুণা নির্ঝর। একমাত্র অদ্বিতীয়, একমাত্র অদ্বিতীয় ঈশ্বর সুত। কোটি কণ্ঠ ঝরি পড়ে তুম জয় গীত, তুম জয় গীত। জয় যিশু সর্বশক্তিমান, সর্বশক্তিমান। অনুগ্রহে দেইছ মহাপরিত্রাণ, মহাপরিত্রাণ। মরণ বিজয়ী যিশু সর্বশক্তিমান। অনুগ্রহে দেইছ মহাপরিত্রাণ। হে প্রেমিক প্রিয়তম চিরমহিয়ান, চিরমহিয়ান। ধন্যবাদ প্রশংসার তুমে হি ভাজন, তুমে হি ভাজন। ত্রিভুবন কর্তা তুমে, ত্রিভুবন কর্তা তুমে, অনাদি অনন্ত। কোটি কণ্ঠ ঝরি পড়ে তুম জয় গীত, তুম জয় গীত। কোটি কণ্ঠ ঝরি পড়ে তুম জয় গীত, তুম জয় গীত। তুম নামে সত জানু, তুম নামে সত জানু। হুয়ে পুরি নত, হুয়ে পুরি নত। কোটি কণ্ঠ ঝরি পড়ে তুম জয় গীত, তুম জয় গীত, তুম জয় গীত, তুম জয় গীত।
কোটি কণ্ঠ